ଭିଜିଲାନ୍ସ ଜାଲରେ ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଜ୍ୟର କେନ୍ଦ୍ରୀୟ ଜଳସେଚନ ସର୍କଲ ବା ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କର 4ଟି ଠିକଣା ସମେତ ତାଙ୍କର ଜଣେ ସମ୍ପର୍କୀୟ ଓ ଘନିଷ୍ଠ ସହଯୋଗୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ବାବୁଙ୍କର ବିପୁଳ ସମ୍ପତ୍ତି ସାମ୍ନାକୁ ଆସିଛି। ଭିଜିଲାନ୍ସ ଦେଇଥିବା ସୂଚନା ଅନୁଯାୟୀ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କର ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର 8 ନମ୍ବର ଲେନ୍ରେ ଏକ 3 ମହଲା କୋଠା ରହିଛି। ଏହା ପ୍ରାୟ 3000 ବର୍ଗଫୁଟ ଜାଗା ଉପରେ ତିଆରି ହୋଇଛି। ଢେଙ୍କାନାଳର ଭାପୁରର ବିମ୍ବଳରେ ଏକ ଫାର୍ମ ହାଉସ୍ ରହିଛି। 1 ଏକର 71 ଡିସିମିଲ୍ର ଜାଗାରେ ଏହି ଫାର୍ମ ହାଉସଟି ରହିଛି। ଫାର୍ମ ହାଉସରେ ଥିବା 2 ମହଲା କୋଠାଟି 4000 ବର୍ଗଫୁଟ ଜାଗାରେ ନିର୍ମାଣ କରାଯାଇଛି। ତାଙ୍କର 5ଟି ଦାମୀ ପ୍ଲଟ ଅଛି। ଏଥିରୁ ଗୋଟିଏ ଭୁବନେଶ୍ୱରର ଥିବାବେଳେ ବାକିଗୁଡ଼ିକ ବିମ୍ବଳରେ ଅଛି। ତାଙ୍କର 3 ମହଲା ବିଶିଷ୍ଟ ଘର ସହିତ ଫାର୍ମ ହାଉସ୍ ଓ ପ୍ଲଟ ଗୁଡ଼ିକର ଦାମ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ମାପଚୁପ ଓ ମୂଲ୍ୟାଙ୍କନ ଜାରି ରହିଛି। ଶ୍ରୀ ମହାନ୍ତିଙ୍କ ଘରୁ ନଗଦ 6,23,000 ଟଙ୍କା ମିଳିଛି। ଏହା ସହିତ ବିଭିନ୍ନ ଜମା ବାବଦକୁ ସେ 60.9 ଲକ୍ଷ ଟଙ୍କା ଜମା ରଖିଛନ୍ତି। ତାଙ୍କ ଘରୁ ସୁନା ଗହଣା ଜବତ କରାଯାଇଛି। ତେବେ ସେଗୁଡ଼ିକ ମୂଲ୍ୟ କେତେ ସେ ନେଇ ସୂଚନା ଦିଆଯାଇ ନାହିଁ। ତାଙ୍କ ଘରୁ ଭିଜିଲାନ୍ସ 13.47 ଲକ୍ଷ ଟଙ୍କାର ବିମାନ ଟିକେଟ ଠାବ କରିଛି। ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଇ ସେ ଏହି ଖର୍ଚ୍ଚ କରିଥିବା ଜଣାପଡ଼ିଛି। ସେହିପରି ତାଙ୍କ ଘରୁ 20ରୁ ଅଧିକ ହାତ ପିନ୍ଧା ଘଡ଼ି ଜବତ କରାଯାଇଛି। ତାଙ୍କର 2ଟି 4 କାର ହୁଣ୍ଡାଇ ସ୍ପୋର୍ଟସ ଆଣ୍ଡ ହୋଣ୍ଡା ସିଟି ଓ 2ଟି 2 ଚକିଆ ଗାଡ଼ି ଜବତ କରାଯାଇଛି। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଯାଞ୍ଚ ଶେଷ ହେବା ପରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ଜଣାପଡ଼ିବ। ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର। अधिक खबर पाई आम चैनल को लाइक शेयर और सब्सक्राइब करंतु।